ପ୍ରଭୁଙ୍କ ମହତ୍ ଓ ପବିତ୍ର ନାମର ସୁନ୍ଦର ଦିନ ଦେଖେଇଛନ୍ତି ତାଙ୍କୁ ସେବା କରିବା ପାଇଁ। এই ପ୍ରାତଃରେ ଆମେ ତାଙ୍କ ପବିତ୍ର ପାଦ ବସି ତାଙ୍କୁ ସେବା କରିବା ପାଇଁ ଯାଉଛୁ। ଏହା ଆମ ଜୀବନ ପାଇଁ ଅପୂର୍ବ ସୁଯୋଗ। ତେଣୁ ପ୍ରଭୁଙ୍କ ନାମକୁ ଏବଂ ମୁଁ ଧନ୍ୟବାଦ ଦେବି ଏମାନଙ୍କର ମହାଶୟକୁ ଏ ସୁଯୋଗ ଦେଇଛନ୍ତି। ଆହୁରି ଧନ୍ୟବାଦ ଦେବି ଯୋଡି ହେଇଥିବା ପ୍ରତ୍ୟେକ ପ୍ରଭୁଙ୍କର ପ୍ରିୟ ଦାସ ଆସନ୍ତୁ ଆମେ ଆଜିର ଉପାସନା କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ବୋଧେ ପ୍ରାର୍ଥନା କରେ, ତାପରେ ଆମେ ପବିତ୍ର ପ୍ରଭୁ ତୁମର ପବିତ୍ର ଆଶ୍ଚର୍ଯ୍ୟ ଧନ୍ୟବାଦ କରୁଛୁ। ତୁମେ ଅନୁଗ୍ରହ କରି ପ୍ରଭୁ ଆଜି ପ୍ରାର୍ଥନା ତୁମରି ସେବାର ପ୍ରଭୁ ତୁମେ ଉପସ୍ଥିତ ରହି ପ୍ରତ୍ୟେକ ସମ୍ପୂର୍ଣ୍ଣ ଅଧିକାର କର ଏବଂ ତୁମର ଅନୁଗ୍ରହ ଆଶୀର୍ବାଦ ପ୍ରଭୁ ଦର୍ଶନ ପରିବାର ଅବଶ୍ୟ ପରିବାର ଯେତେ ଆଶୀର୍ବାଦ এই ସକାଳ ଆଶୀର୍ବାଦ ଶୀଘ୍ର ଆସୁଥିବା ଯୀଶୁଙ୍କ ନାମ ଆସନ୍ତୁ ମାନେ ବର୍ତ୍ତମାନ ଆଗକୁ ବଢିବା ଆଜି ୱାର୍ସିପ କରିବା ପାଇଁ ଆମମାନଙ୍କର ପ୍ରିୟ ଆଉ ଗଜପତିର ବାଳାଖଣ୍ଡରେ ରହୁଥିବା ଆମ ଜେନା ପରିବାରକୁ ପ୍ରଭୁ ମନୋନୀତ କରିଛନ୍ତି କରାଯାଇଛି। ଆଉ ମୁଁ ସେ ପରିବାରକୁ ପ୍ରଭୁ ଯୀଶୁଙ୍କ ନାମରେ ଆହ୍ୱାନ କରିବି। ଆଉ ଆମେ ସମସ୍ତେ କରତାଳି ଦେଇ ସେମାନଙ୍କୁ ଉତ୍ସାହ ଦେଇ ଆମେ ଆଣିବା। ଆଉ ଜେନା ସାର୍ ପ୍ଲିଜ ଦେଲ। ସାର୍ ପ୍ରେଜ ଦ ଲର୍ଡ। ଆଉ ବର୍ତ୍ତମାନ ଆପଣଙ୍କର ସମୟ ୱାର୍ସିପ ସହିତ ଆମର ପ୍ରଭୁ କରିବାକୁ ଆକର୍ଷଣ କରନ୍ତୁ। ଧନ୍ୟବାଦ। ଆଜିର এই ପ୍ରାତଃ କାଳରେ ରିଏଲ ମିନିଷ୍ଟ୍ରି ଜୁମ୍ ପ୍ଲାଟଫର୍ମରେ ଉପସ୍ଥିତ ସମସ୍ତଙ୍କୁ ମୋର ଖ୍ରୀଷ୍ଟୀୟ ପ୍ରେମ ନମସ୍କାର ଜଣାଏ। ନମସ୍କାର ସାର୍, ଶୁଭୁଛି ତ? ଶୁଭୁଛି, ଓକେ। ମୁଁ ପ୍ରଭୁଙ୍କୁ ବିଶେଷ ଧନ୍ୟବାଦ ଦିଏ। ବହୁତ ଦିନ ପରେ ପ୍ରଭୁ ସୁଯୋଗ ଦେଲେ। କେତେ କାରଣବଶତଃ ମୁଁ ଜଏନ୍ ହେଇପାରିନି, କିନ୍ତୁ ଆଜି ମତେ ବହୁତ ଖୁସି ଲାଗୁଛି ତାଙ୍କ ସେବା କାର୍ଯ୍ୟ ପ୍ରାତଃ କାଳରେ କରିବା ପାଇଁ ପ୍ରଭୁ ସୁଯୋଗ ଦେଇଛନ୍ତି। ତେଣୁ ଆସନ୍ତୁ ଆମେ ମାନେ ଗୀତ ମାଧ୍ୟମରେ ତାଙ୍କରି ପ୍ରଶଂସା ଆରାଧନା କରିବା, କାରଣ ସେ ପ୍ରଶଂସା ନିବାସୀନ ପରମେଶ୍ୱର ସେ ପ୍ରଶଂସାରେ ବାସ କରନ୍ତି। ଯୋଉ ଜାଗାରେ ପ୍ରଶଂସା ହୁଏ ସେ ଜାଗାରେ ପ୍ରଭୁ ରୁହନ୍ତି। ହାଲେଲୁୟା। ତେଣୁ ଆସନ୍ତୁ ଆମେ ଗୀତ ଗାଇବୁ। ଆପଣ ମାନଙ୍କୁ ମଧ୍ୟ ଯଦି ଆସୁଛି ଆପଣ ମାନେ ଗୀତ ଗାଇବେ, କିନ୍ତୁ ମାନେ म्यूट करी गाइबे, कहीं ना डिस्टर्ब हबो। आपण माने जानिथिबे हमर प्राथमिक उद्दीपना संगीतर आउ की सुदीब भंगा बीणा तारे आद्य प्रेमर झंकार अति अर्थपूर्ण गीत। प्रभु प्रभु आहो की शोभेबा भंगा बीणा तारे आद्य प्रेमर झंकार। आहो की शोभेबा भंगा बीणा तारे आद्य प्रेमर झंकार। फेरे के आसीबा जीवने जिसुए तेरी के आसीबा जीवने जिसुए सात रंग सात सुर आद्य प्रेमर झंकार। आओ के शोभेबा भंगा बीणा तारे आद्य प्रेमर झंकार। आद्य प्रेमर झंकार।
भूली गली भूली गली पूर्ण स्मृति जेठ दुख आसिले जिसुरे सबको तुम्हें मोसारण कोला बसुराम्बी तुम्हें मोसारण कोला बसुराम्बी अटासे सारबांडी आउटे जाने बांग आके पकारे जाने बांग आके पकारे अनुताप रसनी आद्य प्रेम के शोभेबा भंगा तारे आद्य प्रेम आद्य प्रेम न चाहे विबोली प्रभु न चाहे विबोली आखि बुद्धि तेरे हृदय भीतर दिशा न सुने विबोली कान रुधि तेरे चेतना नित्यास तुमरे सनिध भरोसा पवन तुमरे सनिध भरोसा पवन लागे मते नितिनुआ के बड़े बाबा ए मोरु अंतरे के बड़े ए मोरु अंतरे कालम बड़े तरुधीरा आद्य प्रेम आओ के शोभेबा वंदा तारे आद्य प्रेम झंकार अनुताप नीर काल बरे Praise the Lord. Hallelujah. प्रभुଙ୍କର मान और धन्यवाद हो प्रभु अनुग्रह कले जे पवित्र दिन रे सुंदर अर्थपूर्ण गीत प्रभु गाया पाए सुयोग दैछंती आ गुडी गीत हमें गाइबा सब पुराना गीत गुडा को किंतु हमें प्राय यूज करनु भुज तले मते रख महाप्रभु बाहु तले मते रख भुज तले मते रख महाप्रभु बाहु तले मते रख तब पवित्र भुज भुज तले मते रख तले मते तब पवित्र भुज
ছাড়ো কি করি কষে দুঃখ পূজা তালে মা দুঃখিনী রসান্তি অধমর অন্নাথর তুলেনা সাজাইব এ অধমত সে বাড়ির তুমি দিন এই ভক্তি আমার করে সুখ তুমি দিন পূজা ছাড় মাতে পূজা ছাড় মাতে ভুবন মোহন মুদ্রায় তোকে তব কাজে মচিতা ভুবন মোহন মুদ্রায় তোকে তব কাজে মচিতা তুকা বিরাট তুকা বিরাট আজি যে বিনা বাবু তড়ে তেরা ছাড়ো কি করি কষে দুঃখ তব ছাড়ো কি করি কষে দুঃখ মুতি পতিত ভরসা রখেছে চরণ মুতি পতিত ভরসা রখেছে চরণ তলে অতি ছড়ি কর অতি ছড়ি কর করে মতে দয়া কর
କେହି ନାହିଁ ମୋ ସାର ବିନତି ମୋ ପାରଖେନ କେହି ନାହିଁ ମୋ ତୁମେ ସାର ବିନତି ମୋ ପାରଖେନ ପୂଜତଳେ ମତେ রাখ প্রভু বাহু তলে মতে রাখ বাবা পিতা পূজতলে মা ହାଲେଲୁୟା ପ୍ରଭୁଙ୍କର ମାନ ଧନ୍ୟବାଦ ହଉ। ପ୍ରଭୁ ଆମକୁ ଅନୁଗ୍ରହ କରନ୍ତୁ। এই জগତରେ ଆମମାନଙ୍କର କେହି ନାହିଁ, କେବଳ ପ୍ରଭୁ ହିଁ ଆମମାନଙ୍କର ସାହା ଭରସା। ଅନ୍ଧକାର ଜଗତରେ ପ୍ରଭୁଙ୍କ ଛଡା ଚାରିଆଡେ କେବଳ ଅନ୍ଧକାର। ଏ ଦୁନିଆରେ ଯୁଆଡେ ଗଲେ ବି କେବଳ ନିରାଶ ହତାଶ, କିନ୍ତୁ ପ୍ରଭୁଙ୍କ ଠାରେ ଯେଉଁମାନେ ରହିଛନ୍ତି ସେ କେବେ ହେଲେ ନୈରାଶ୍ୟ ହେବ ନାହିଁ। ଏ ବାକ୍ୟ କହେ ପ୍ରଭୁଙ୍କ ଅନୁଗ୍ରହରୁ ତାଙ୍କର ସେବା କାର୍ଯ୍ୟରେ ପ୍ରଭୁ ଅନୁଗ୍ରହ କରନ୍ତୁ। ଶେଷ ଗୀତ ଆମେ ଗାଇ ତାଙ୍କର ପ୍ରାର୍ଥନା କରିବା, କାରଣ এই ଭ୍ରଷ୍ଟ ଜଗତରେ ପ୍ରଭୁ ଆମକୁ ରଖିଛନ୍ତି। ଚାରିଆଡେ ଦେଖିଲେ ଭ୍ରଷ୍ଟ ଦୁନିଆ, ହିଂସା ଈର୍ଷା କ୍ରୋଧ ମାୟା ମିଛ ଠକାମି ଜଗତରେ କି ପ୍ରକାର ଭାବରେ ଆମେ ଚାଲିବାକୁ ପଡିବ ଖ୍ରୀଷ୍ଟିଆନ ଜୀବନ ହିସାବରେ ପ୍ରଭୁ ଆମକୁ ଅନୁଗ୍ରହ କରନ୍ତୁ, ଆଶୀର୍ବାଦ କରନ୍ତୁ। ପ୍ରିୟ ବାପା ମା ଭାଇ ମାନେ, ଆଉ ସମୟ ନାହିଁ ଦିନ ନାହିଁ, ଏ ଅନ୍ଧକାର ଦୁନିଆରେ ପ୍ରଭୁ ଆମମାନଙ୍କ ଜୀବନରେ ଆଲୋକର ବାକ୍ୟ ଦଉଛନ୍ତି। ସେ ବାକ୍ୟ ଅନୁସାରେ ଯେପରି ଆମେ ଚାଲିପାରିବା ସେ ପ୍ରଭୁ ଆଶୀର୍ବାଦ କରନ୍ତୁ। ଆଉ ଶେଷ ଗୀତ ଆମେ ଗାଇ ଶେଷ ପ୍ରାର୍ଥନା କରି ଆମେ ସମାପ୍ତ କରିବୁ। ୱାର୍ସିପ ହାଲେଲୁୟା। ଏ ଦୁନିଆର ଅନ୍ଧାର ପଥେ আলোক জালি দিয় প্রভু, আলোক জালি দিয় প্রভু। এ দুনিয়ার নীল পারাবারে ভাবনা মতে দিয় প্রভু, ভাবনা মতে দিয় প্রভু। এ দুনিয়ার অন্ধার পথে আলোক জালি দিয় প্রভু, আলোক জালি দিয় প্রভু। স্বর্গ সুখ ছাড়ি প্রভু দিনহীন বেশরে করুণা প্রহারে পইল শ্রীঅঙ্গরে ঝর ঝর রক্ত সুয় বুয়াইল ক্রুশরে ললাটে কଣ୍ଟା মুকুট পিন্ধিল আনন্দরে ସେ ସୁନ୍ଦର ମନ ଭାବିବାକୁ ମନେ ଭାବନା ମତେ ଦିଅ ପ୍ରଭୁ, ଭାବନା ମତେ ଦିଅ ପ୍ରଭୁ। ଏ ଦୁନିଆର ଅନ୍ଧାର ପଥେ আলোক জালি দিয় প্রভু, আলোক জালি দিয় প্রভু। এ মহি মণ্ডলে প্রভু হুও তুমে সাথী, জগতর চলা পথে হুও
हुओ तुमे दीप्ति मोहि मंडले प्रभु हुओ तुमे साथी जगतर चला पथे हुओ तुमे दीप्ति ए दुनियार घन धारे आलोक जाले दियो प्रभु आलोक जाले दियो प्रभु ए दुनियार अंधार पथे आलोक जाले दियो प्रभु आलोक जाले दियो प्रभु ए दुनियार समस्त समर्पण हेबा देव बापा माँ भाई भौणी माने ए दुनियार अंधकार पथरे आलोक जाली देवा पाई केवल प्रभु जीशु ख्रीस्ट छड़ा केही नाहंती आसंतु आमे समस्ते प्रभु को ठारे समर्पण हेबा कारण भ्रष्ट जगत चारिआडे देखिले अंधकार वर्तमान परिस्थिति एते जटिल मोबाइल खोलिले दुर्घटना विभिन्न प्रकार मंद न्यूज प्रभु तुम छड़ा मनकर केही नाही प्रभु जेहेतु तुम्हें आम पाई रक्त देइछ तुम छड़ा मनकर केही नाही आसंतु आमे समस्ते समर्पण हेबा प्रभु ठारे हालेलुया थैंक यू जीसस प्रभु तुम्हें दया कर अनुग्रह कर आशीर्वाद कर प्रभु रियल मिनिस्ट्री माध्यम रे मोर सेवा करिया पाई आराधनार सेवा करिया पाई सुयोग देइछलो प्रभु प्रकृत रे संपूर्ण तुम ऊपर आउ जीवा पाई तुम्हें सहाय्य कर प्रभु आज प्रेम शिथिल हो जाउछि मंडली मानकरे परिवार मानकरे प्रभु तुमरी प्रेम को जानिबा पे तुम्हें सहाय्य कर ए अंधकार जगत रे आमी की प्रकार भावरे प्रभु तुमरी सेवा आराधना गौरव प्रशंसा करी तुम राज्य पाई प्रस्तुत होई पारिबु तुमरे वाक्य दे तुमरी शक्ति प्रदान करी मुझे चला तुम्हें सहाय्य कर प्रभु तुम ऊपर निर्भर करी चलिबु बढ़िबु से सहाय्य कर विशेष प्रार्थना करूछि पिता रियल मिनिस्ट्री रो कर आज्ञा को तुम हाथ रे दउछि से जो प्रयास जारी रखिछंती प्रभु वर्ष वर्ष प्रभु तुम्हें दया कर अनुग्रह कर आउरी माइटिली तुम्हें व्यवहार कर प्रभु तुम्हें सहाय्य आज वाक्य आलोचना प्रत्येक कार्य तुम हस्त रख गौरव संभ्रम पूजा अर्चना केवल तुमर प्रभु त्राणकर्ता मुक्तिदाता यीशु ख्रीष्ट नाम रे छोटे भिक्षा मागुछि आमीन आमीन बहुत बहुत धन्यवाद आज्ञा आप गीत गुड़ा गाई आमने धन्यवाद दौचु एवं रियल मिनिस्ट्री परिवार आमे धन्यवाद दौचु आज्ञा आपण अमान को भक्ति गीत गाए उद्देश्य व्यवहार आम अल्प समस्ते किसी ताली दे आज्ञा उत्सव आसतु मैंने परवर्त समय पूर्व अनुरोध करी आम बालक राजेश्वर लीमा अच्छा से गोटे गीत गाई आम पढ़े बालक राजेश लीमा सर गीत गाई आम आग पढ़े ने प्रेज द लॉर्ड प्रभुंकर गौरव हो अति सुंदर भाव में प्रभुंकर दास आराधना परिवार आराधना करियछंती प्रभुंकर उपस्थित आम मध्य अच्छी वर्तमान आम वाक्य शुणा जा प्रतिदिन प्रभु आम से जीवंत वाक्य दे आम आत्मिक जीवन रे बढ़ावाई से साहाय्य करुछंती मोर प्रिय माने आमने आज पवित्र दिन आमने प्रभुंकर से जीवंत वाक्य शुणा जा प्रभुंकर दासंकर मुखरु
ନିଜ ନିଜକୁ ପ୍ରସ୍ତୁତ କରୁ। ହାଲେଲୁୟା, ଥ୍ୟାଙ୍କ ୟୁ ଜିସସ୍। ବାକ୍ୟ ରୂପୀ ପରମେଶ୍ୱର ତୁମେ ଉଦ୍ଦୀପିତ କର ଆମ ଅନ୍ତର, ହସି ଉଠୁ ଆଜି ଶୁଷ୍କ ପରାଣ, ତୁମରି କରୁଣାର ପରଶେ। ସେ ଜୀବିତ ବାକ୍ୟ ଦେଇ ଆମମାନଙ୍କୁ ଏ ଶୁଷ୍କ ପରାଣରେ ଉଦ୍ଦୀପିତ କରିବା ପାଇଁ ଚାହାନ୍ତି ମୋର ପ୍ରିୟମାନେ। ହାଲେଲୁୟା, ଥ୍ୟାଙ୍କ ୟୁ ଜିସସ୍। ଧନ୍ୟବାଦ ପ୍ରଭୁ। କରୁଣାର ସାଗର ହେ ଯୀଶୁ, ଦିଅ ତୁମ କରୁଣା ଦାନ। କରୁଣାର ସାଗର ହେ ଯୀଶୁ, ଦିଅ ତୁମ କରୁଣା ଦାନ। ମହାନ ତୁମେ, ଶାଶ୍ୱତ ତୁମେ, ଆଶିଷ ବୃଷ୍ଟି ଦିଅ ଏ ଜୀବନେ। ମହାନ ତୁମେ, ଶାଶ୍ୱତ ତୁମେ, ଆଶିଷ ବୃଷ୍ଟି ଦିଅ ଏ ଜୀବନେ। କରୁଣାର ସାଗର ହେ ଯୀଶୁ, ଦିଅ ତୁମ କରୁଣା ଦାନ। କରୁଣାର ସାଗର ହେ ଯୀଶୁ, ଦିଅ ତୁମ କରୁଣା ଦାନ। ଅନାଦି ଅନନ୍ତ ତୁମ ପୂଜା ପାଇଁ, ଜଗତର ଅର୍ଘ୍ୟ ଯୋଗ୍ୟ ନୁହଇଁ। କି ଦେଇ ପୂଜିବି ଚରଣେ ତୁମରି, সকলে ଆମେ ତୁମରି ସୃଷ୍ଟି। କି ଦେଇ ପୂଜିବି ଚରଣେ ତୁମରି, সকলে ଆମେ ତୁମରି ସୃଷ୍ଟି। କରୁଣାର ସାଗର ହେ ଯୀଶୁ, ଦିଅ ତୁମ କରୁଣା ଦାନ। କରୁଣାର ସାଗର ହେ ଯୀଶୁ, ଦିଅ ତୁମ କରୁଣା ଦାନ। ବାକ୍ୟ ରୂପୀ ପରମେଶ୍ୱର ତୁମେ ଉଦ୍ଦୀପିତ କର ଆମ ଅନ୍ତର, ହସି ଉଠୁ ଆଜି ଶୁଷ୍କ ପରାଣ, ତୁମରି କରୁଣାର ପରଶେ। ହସି ଉଠୁ ଆଜି ଶୁଷ୍କ ପରାଣ, ତୁମରି କରୁଣାର ପରଶେ। କରୁଣାର ସାଗର ହେ ଯୀଶୁ, ଦିଅ ତୁମ କରୁଣା ଦାନ। କରୁଣାର ସାଗର ହେ ଯୀଶୁ, ଦିଅ ତୁମ କରୁଣା ଦାନ। କରୁଣାର ସାଗର ହେ ଯୀଶୁ, ଦିଅ ତୁମ କରୁଣା ଦାନ। ହାଲେଲୁୟା, ବହୁତ ବହୁତ ଧନ୍ୟବାଦ। ବହୁତ ବହୁତ ଧନ୍ୟବାଦ ଆଜ୍ଞା। ଆପଣ ସୁନ୍ଦର ଗୀତ ଗାଇ କରିଛନ୍ତି। ଆସନ୍ତୁ ଆମେ ପ୍ରାର୍ଥନା କରିବା, ଅନୁରୋଧ କରିବା। ଆମଙ୍କର ମଧ୍ୟରେ ବାଲେଶ୍ୱରରୁ ପାଷ୍ଟର ଜୟନ୍ତ ଦାସ ବାଲେଶ୍ୱରରୁ ଅଛନ୍ତି ମହାଶୟ। ସେ ୱାର୍ସିପ କରୁଥିବା ଆମଙ୍କର ଜେନା ପରିବାର ଏବଂ ପାଷ୍ଟର ରାଜେଶ ପାଇଁ ଆଉ ପ୍ରାର୍ଥନା କରିଥିଲେ। ପ୍ରଥମେ ଆମଙ୍କର ଆଳି ଭଉଣୀ ଏବଂ ଯେତେ ପ୍ରାର୍ଥନା କରିବେ। ବାକ୍ୟ ନେଇ ଆସୁଥିବା ପ୍ରଭୁଙ୍କ ଦାସ ବାଲେଶ୍ୱରରୁ ଆମଙ୍କର ପ୍ରଭୁଙ୍କର ଦାସ ଜୟନ୍ତ ଦାସ। ଆଜ୍ଞା, ପ୍ରେଜ ଦ ଲର୍ଡ।
Praise the Lord. Praise the Lord. ସାର୍ ପ୍ରାର୍ଥନା କରିବେ ୱାର୍ସିପ କରିଥିବା ଜେନା ପରିବାର ନିମନ୍ତେ ଆମମାନଙ୍କର ପାଷ୍ଟର ରାଜେଶ ନିମନ୍ତେ ଏବଂ ପ୍ରଥମରେ ଆଉ ଆଉ ପ୍ରାର୍ଥନା କରିଥିଲେ ଆମମାନଙ୍କର ମାଳି ଭଉଣୀ ଏବଂ ଅନେକ ପ୍ରିୟ ପ୍ରଭୁଙ୍କର ଦାସମାନେ ପୁଣି ବାକ୍ୟ ନେଇ ଆସୁଥିବା ଆମର ପିତା ସାର୍ ନିମନ୍ତେ ଆଉ ଜଡ଼ିତ ହୋଇଥିବା ପ୍ରତ୍ୟେକଙ୍କ ନିମନ୍ତେ ଆପଣ ପ୍ରାର୍ଥନା କରନ୍ତୁ। धन्यवाद देव प्रभु पिता परमेश्वर पवित्र महान परमेश्वर दया कल अनुग्रह करिछ धन्यवाद देउछि ए प्रातः काल समय प्रभु तुमर चरण तले बसिवा पाई सुयोग दैछ सेति मते धन्यवाद दउछि कि प्रभु तुम दास मानक द्वारा गीत गाइबार साहाय्य कल प्रार्थना करिबार साहाय्य कल जो दास को प्रभु नहीं आसीछ वाक्य देवा पाई से दासंकर मुखपात्र होई कथा को बोली प्रार्थना करूछि प्रभु प्रत्येक जन को जेते जन जॉइन करी अछंती प्रभु ए जूम रे समस्त भाई भौणी मानकु भाई भौणी मानकर परिवार को तुम रास्ता रखोछि प्रभु प्रत्येक को आशीर्वाद कर बोली प्रार्थना करूछि पवित्र परमेश्वर पिता उत्तम वाक्य देवे प्रभु तुम दासंकर मुखपात्र ए कथा को प्रभु तुम दास वक्ता नुहति प्रभु तुम्हें वक्ता है कथा को बोली प्रार्थना करूछि पवित्र परमेश्वर जो वाक्य ही देवे प्रभु से वाक्य प्रत्येक हाँ प्रभु प्रत्येक हृदय रखा प्रत्येक हृदय रखी व्यवहार करने प्रभु तुम्हें साहाय्य कर बोली प्रार्थना करूछि पिता परमेश्वर और प्रत्येक भाई भौणी मान को प्रभु तुमरे हस्ते समर्पण करूचे प्रभु गीत गाई वार्शिप कर प्रत्येक भाई को प्रभु भौणी को तुमरे हस्ते रखुची प्रभु से भाव रे प्रार्थना करूछि जो दास वाक्य नहीं आसुचंती ताको मध्य प्रभु तुमरे हस्ते समर्पण करूछि आरंभरू शेष पर्यंत प्रभु तुम्हें संभाल वाक्य द्वारा कथा कुह बोली प्रार्थना करूछि अनेकंक मनरे थिबा दुख अनेकंक मनरे थिबा वेदना प्रभु ये वाक्य द्वारा शांति सांत्वना पाइबा पाई प्रभु तुम्हें कार्य कर बोली प्रार्थना करूछि पवित्र परमेश्वर पिता प्रार्थना सुनी प्रभु वाक्य उत्तम वाक्य देवा को जाउछ बोली धन्यवाद दे प्रार्थना यीशु ख्रीष्टन का नाम रे मागुछि आमेन आमेन थैंक यू सर अनुरोध रक्षा करी हम समस्त विषय नहीं प्रभु आसतु आम प्रभु को वाक्य श्रवण करने आज प्रभु को वाक्य देवाई आम अति आदरणीय समस्त प्रिय रेवरेंड डॉक्टर डेविड लिबा सर अच्छा वाक्य अति सुमधुर अटे प्रत्येक हृदय स्पर्शी अटे तेणु प्रभु जीशु ख्रीष्ट नाम लिमा सर को आह्वान करी आह्वान करू करू समस्ते करताले दे स्वागत करवा अनुरोध करी समस्त करताले देवा आम लिमा सर रेवरेंड समस्त आसी प्रभु को वाक्य लिमा सर प्लीज द लॉर्ड नमस्कार म्यूट अच्छी सर म्यूट अच्छी माळे आज्ञा नमस्कार प्रेज द लॉर्ड समस्त को पुणी थे प्रभु जीशु ख्रीष्ट नाम आज पवित्र दिन रे समस्त को नमस्कार सर्वप्रथमे मुआमनकर सृष्टिकर्ता उद्धारकर्ता रक्षाकर्ता परित्राणकर्ता प्रभु परमेश्वर को धन्यवाद देवा संगे संगे आज रियल मिनिस्ट्री मैंने जिते जन प्रभु को आड़ू आह्वान प्राप्त होइछु पुणी सकाळु सकाळु तांकर माना साउंटिबा पई प्रस्तुत होइछु पुणी थरे समस्त को मु प्रभु जीशु ख्रीष्ट नाम रे नमस्कार करे फॉरेन रे जदि हम माने देखु बापा माँ जदि ख्रिस्टियन पुओ माने ख्रिस्टियन हेई न थांती पुओ जदि ख्रिस्टियन माँ आउ अन्य धर्म को से फॉलो करे न हले एथिक्स हेकी रही जाए किंतु हम मनकर ओडिशा रे गजपति रे जदि बापा माँ ख्रिस्टियन ताहले पुओ झियो ख्रिस्टियन तार नाती नातुणी ख्रिस्टियन सबु ख्रिस्टियन हेले केबे माने निजको प्रचारिछु कि जे ख्रिस्टियन धर्मर प्रकृतर मीनिंग कौन जदि ख्रिस्ट दया ताहले मु केबे दया देखै पारिछि कि ख्रिस्ट जदि क्षमामय ताहले मु काहाकू क्षमा देई पारिछि कि ख्रिस्ट जदि प्रेमकारी ताहले बिंगे ख्रिस्टियन मु प्रेम करि पारुछि कि
ଖ୍ରୀଷ୍ଟ ଯଦି ସାହାଯ୍ୟକାରୀ ତାହେଲେ ମୋର ସକ୍ଷମ ଅନୁସାରେ ମୁଁ କାହାକୁ ସାହାଯ୍ୟ କରିପାରୁଛି କି? ଯେତେବେଳେ ଆପଣ ମାନେ ଆଉ ମୁଁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ପ୍ରତିମୂର୍ତ୍ତିରେ ଏବଂ ସାଦୃଶ୍ୟରେ ନିର୍ମିତ ହେଇଅଛୁ, ଆମମାନଙ୍କର ପୁଅ ଝିଅ ମାନେ ଯେତେବେଳେ ଧୀରେ ଧୀରେ ବଢି ଆସନ୍ତି, ଗାଁ ଗହଳିରେ ଚାଲିବା ଆରମ୍ଭ କରନ୍ତି, ଗାଁ ମୁଣ୍ଡରେ ବସିଥିବା ଲୋକମାନେ କହିବେ ଏ ପୁଅଟା ଏକ୍ଜାକ୍ଟଲି ତାର ବାପାର ଚାଲି ଚାଲୁଛି, ଏ ପୁଅ ତାର ବାପା ପରି କଥା ହଉଛି, ଏ ଝିଅଙ୍କର ଚୁଟି ଦିଟୋ ତାଙ୍କ ମା ପରି ଦେଖାଯାଉଛି, ଏ ଝିଅ ତାଙ୍କ ମା କୁ ଧରିଛି। କିଛି କିଛି ଅଂଶ ଲୋକମାନେ ଆମମାନଙ୍କୁ ଦେଖି ବାରି ପାରନ୍ତି ଯେ ଏଇ ପୁଅ ବାପାକୁ ଧରିଛି, ଆଉ ଝିଅ ମା କୁ ଧରିଛି, ଆଉ ଆର ତାର ଗୁଣ ଟିକେ ମିଶୁଛି। ଯେତେବେଳେ ଆମେ ପ୍ରଭୁଙ୍କୁ ଗ୍ରହଣ କରିଛୁ, ପୁଣି ତାଙ୍କର ସାଦୃଶ୍ୟରେ ପ୍ରତିମୂର୍ତ୍ତିରେ ନିର୍ମିତ ହେଇଛୁ, ପ୍ରଭୁଙ୍କର ସେଇ ଅଳ୍ପ ଅଳ୍ପ ଦୟାର ଗୁଣ, କ୍ଷମାର ଗୁଣ, ପ୍ରେମର ଗୁଣ ଆମମାନଙ୍କର ଏଇ 40-50 ବର୍ଷର ଖ୍ରୀଷ୍ଟିଆନ ଜୀବନରେ ଲୋକେ ଦେଖି ପାରୁଛନ୍ତି କି? ବହୁତ ବଡ ବିଷୟ। ଆମେ ଏମିତି ସେବା ଉପାସନା କରୁଥିବା, ସ୍ତୁତି ପ୍ରଶଂସା କରୁଥିବା ଭଲ ବିଷୟ, କିନ୍ତୁ ଯଦି ପ୍ରକୃତରେ ପ୍ରଭୁଙ୍କର ଗୁଣ ଆମମାନଙ୍କର ଚରିତ୍ର ଦ୍ଵାରା, ଆମମାନଙ୍କର ଚାଲିଚଳନ ଦ୍ଵାରା, ଆମମାନଙ୍କର କଥା ଭାଷା ଦ୍ଵାରା ଯଦି ଆମେ ଅନ୍ୟ କଙ୍କୁ ଜଣେଇ ପାରିବା ନାହିଁ, ତାହେଲେ ଆମମାନେ ଡୁପ୍ଲିକେଟ ନୋଟ ପରି। ଛୋଟ ଛୋଟ ପିଲାମାନେ ଦେଖୁଥିବେ ଦୋକାନ ମାନଙ୍କରେ 20 ଟଙ୍କା 1000 ଟଙ୍କିଆ ସେ ଚକୋଲେଟ ବିସ୍କୁଟ ରେ ଆସେ, ତାକୁ ଧରି ଯଦି ଆପଣ ବାହାରେ ଦୋକାନକୁ ପଠେଇବେ, ସେ ଦୋକାନ ବାଲା ଉଲ୍ଟା ତାକୁ ଗାଳି ଗୁଲଜ ଦେଇକି ସେ ପଠେଇଦେବ, କାରଣ ତାର ଖେଳନା ପାଇଁ ତାକୁ 1000 ଟଙ୍କିଆ ମୂଲ୍ୟ ଦିଆଯାଇଛି, 10 ଟଙ୍କିଆ ଦିଆଯାଇଛି, କିନ୍ତୁ ଗଭର୍ଣ୍ଣମେଣ୍ଟଙ୍କ ଦ୍ଵାରା ସେ କୌଣସି ପ୍ରକାର ଗୃହୀତ ହେଇନାହିଁ। ଆଜି ଆମମାନଙ୍କର ଖ୍ରୀଷ୍ଟିଆନ ଧର୍ମକୁ ପ୍ରଭୁ ଯେତେବେଳେ ଦେଖୁଛନ୍ତି, ହେରୁଛନ୍ତି, ସେ ତ ଆମମାନଙ୍କର ପ୍ରାର୍ଥନା ଶୁଣୁଛନ୍ତି ସତ, କିନ୍ତୁ ବେଳେ ବେଳେ ସେ ଆମମାନଙ୍କୁ ମୂଲ୍ୟ ଦେଇଛନ୍ତି ତ? ସେ ସମସ୍ତଙ୍କୁ ମୂଲ୍ୟ ଦେଇ କିଣିଛନ୍ତି, କିନ୍ତୁ ତାଙ୍କର ପବିତ୍ର ରକ୍ତର ମୂଲ୍ୟକୁ ଆମେ କି ପ୍ରକାର ଭାବରେ ବ୍ୟବହାର କରୁଛୁ? ରାତି 2ଟାରେ ମୁଁ କେବେ ରାତିରେ ଉଠେ ନାହିଁ, କିନ୍ତୁ ଯେତେବେଳେ ଉଠିଲି ଆଉ ଦେଖିଲି ଗୋଟେ ଛୋଟ ଭିଡିଓ ଛଡା ହେଇଛି, ଆଉ ମୁଁ ଏତେ ଖୁସି ହେଲି, ରାତିରେ ପ୍ରଭୁଙ୍କୁ ଧନ୍ୟବାଦ ଦେଲି ଯେ ଛେଳିଗଡ ମଣ୍ଡଳୀର ଏକ୍ଜିକ୍ୟୁଟିଭ ମେମ୍ବର ସବୁ ବସିଲେ, ଆଉ ସେମାନେ ନିଷ୍ପତ୍ତି ନେଲେ ଯେ ଯୋଉ ଭିଡିଓ ଭାଇରାଲ ହଉଛି ବା ଅଡିଓ ଭାଇରାଲ ହେଉଛି ସେ ସବୁ ଫେକ୍ ଅଛି, ସେ ସବୁରେ ଆଉ ମଣ୍ଡଳୀ ସହମତ ନୁହଁ, ତେଣୁ ପାଳକ ସେ ନିଷ୍କଳଙ୍କ ଅଛନ୍ତି। ତ ମତେ ଖୁସି ଲାଗିଲା, କାହିଁକି ପ୍ରଭୁ ଯୀଶୁ ଖ୍ରୀଷ୍ଟ ଯେତେବେଳେ ସେବାରେ ବାହାରିଲେ, କେବଳ ପ୍ରଭୁଙ୍କର ଜଣେ ଶିଷ୍ୟ, ସେ ତାଙ୍କ ଆଡୁ ଆସିକି ଯୀଶୁଙ୍କର ଗ୍ରୁପରେ ମିଶିଲା, ପୁଣି ଏମିତି ଷଡଯନ୍ତ୍ର କରି ସେ ଯୀଶୁ ଖ୍ରୀଷ୍ଟଙ୍କୁ ଧରେଇ ଦେଲା। ଆମମାନଙ୍କର ଖ୍ରୀଷ୍ଟିଆନ ଜୀବନରେ ଆମମାନେ କେତେ ଦୂର ପରିବର୍ତ୍ତନ ତାର ଆଉ ନିଜର ଜୀବନ ଯାପନକୁ ଆମମାନେ ବଦଳେଇ ପାରୁଛୁ? ଆମମାନଙ୍କୁ ପରିବର୍ତ୍ତନତା ହେବା ପାଇଁ କେତେ ବର୍ଷ ଲାଗିବ? ମୁଁ ଯୋଉ ଦିନ ମୁଁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ବିଶ୍ୱାସ କଲି, ମୋର ଜୀବନ ଯାପନ ସେମିତି ଅଛି ନା ଏତେ ବର୍ଷ ବାକ୍ୟ ଶୁଣିବା ପରେ, ପ୍ରାର୍ଥନା ଶୁଣିବା ପରେ, ଅଶ୍ରୁ ଢାଳିବା ପରେ, ଉପାସନାରେ ଯୋଗ ଦେଲା ପରେ ଆଜି ମୋର ଧାର୍ମିକତା ଜୀବନ ଟିକେ ପରିବର୍ତ୍ତନ ହେଇପାରିଛି। ଇସ୍କାରିୟତ ଜିହୁଦା 3 ବର୍ଷ କାଳ ଯୀଶୁ ଖ୍ରୀଷ୍ଟଙ୍କର ସହିତ ଅଛନ୍ତି, ତାଙ୍କର ଆଶ୍ଚର୍ଯ୍ୟ କାର୍ଯ୍ୟ ଦେଖୁଛନ୍ତି, ତାଙ୍କର ଆଶ୍ଚର୍ଯ୍ୟ କର୍ମ ଦେଖୁଛନ୍ତି। 5ଟି ରୁଟି 2ଟି ମାଛରେ ସ୍ୱୟଂ ଇସ୍କାରିୟତ ଜିହୁଦା ସେ ଲୋକମାନଙ୍କୁ ବସେଇବାରେ ଲାଗିଛନ୍ତି, ବାଣ୍ଟିବାରେ ଲାଗିଛନ୍ତି, କିନ୍ତୁ ସେ ସବୁ ଜାଣିଥିବା ସତ୍ତ୍ୱେ ବି ଯୀଶୁ ଖ୍ରୀଷ୍ଟଙ୍କୁ ଶତ୍ରୁମାନଙ୍କ ହସ୍ତରେ ସମର୍ପଣ କରିଦେଲା 30ଟି ରୌପ୍ୟ ମୁଦ୍ରା ପାଇଁ। କିନ୍ତୁ ସେ ଅନୁତାପ କଲା, ସେ ଛାତିରେ ମାରି ହେଇକି କହୁଛି, ମୁଁ କେତେ ବଡ ଭୁଲ କରିଦେଲି, ମୁଁ ଏଇ ଯୋଉ ନିଷ୍କଳଙ୍କ ନିର୍ଦାଗ ଏଇ ପବିତ୍ର ପୁତ୍ର ଯୀଶୁ ଖ୍ରୀଷ୍ଟଙ୍କୁ ଶତ୍ରୁ ମାନଙ୍କ ହସ୍ତରେ ମୁଁ ସମର୍ପଣ କରିଦେଲି। ସେ ଅନୁତାପ କଲେ ସତ,
किंतु से परिवर्तन हो पारे ना। ख्रिस्टियन जीवन रे अनुताप आउ परिवर्तन निहाती दरकार। कौन कले इस्कारित जिहुदा टिके पढ़ी दियंतु माथ्यू 27:4 एवं 5। ମୁଁ ନିର୍ଦ୍ଦୋଷ ରକ୍ତ ସମର୍ପଣ କରି ପାପ କରିଅଛି। କିନ୍ତୁ ସେମାନେ କହିଲେ, ସେଥିରେ ଆମ୍ଭମାନଙ୍କର କଣ ଅଛି? ତୁ ତାହା ବୁଝ। କହି ସେ ରୌପ୍ୟ ମୁଦ୍ରାଗୁଡାକ ମନ୍ଦିର ଭିତରେ ଫୋପାଡ଼ି ଦେଇ ଚାଲିଗଲା। ପୁଣି ଯାଇ ଆପଣାକୁ ଫାଶୀ ଦେଲା। जितेबले से गोटे पवित्र रक्त को समर्पण कर देछि, जा शरीर रे केबे कौनसी पापर दाग नहीं, लेश मात्र नहीं, जेहेतु से जीशु ख्रीष्टଙ୍କ सहित रही से सबु किछि जानी पारुछि, से सबु बुझी पारुछि, से सबु हृदयंगम करि पारुछि। किंतु कौनसी ना कौनसी जिहुदाଙ୍କ विषय रे से लोभटा ता जीवन को कब्जा करी रखिछि। आउ से लोभ आज एते बड़ कार्य करने को ताकू सक्षम देइछि। ताऊ कहले तू कौन 30 रूप मुद्रा तते कौन साधारण लगुच कि? कारण से काल रे समस्त जिहुदी माने प्राय देखा सेम, से नाक एकदम आम परी नहीं, चेपा मेपा एकदम काटरी पर सीधा सीधा नाक, समस्ते देखा बहुत सुंदर, आउ समस्त पोशाक प्राय ऑलमोस्ट इक्वल। आउ से अंचल रे कम से कम 200 जन जीशुंक ना रे चल प्रचलित थिले। आमर गाँव रे मनु गोटे 4टा मनु अछंती, मते डेंगा मनु बोली कहिबे, आउ जण को गोर व्यवहारिया मनु बोली कहिबे, आउ जण को पकड़ाला मनु बोली कहिबे। से मानकर हाइट वेट अनुसार से मानकर कार्य अनुसार से माने से नाम देकी गाँ वाला माने परिचित नियंती। ठीक जीशु ख्रीष्ट मध्य जीशु ख्रीष्ट जो अंचल रे बसवास करुथिले रहुथिले से एरिया रे लगभग 200 जनकर ना जीशु थिला। सेइतिपाई जीशु ख्रीष्ट को नाजरीतीय जीशु ही बोली लोक माने जेतेबेले उच्चारण करुथिले जानी पारुथिले जे नाजरीतीय जीशु से बड़ घर जोसेफंकर पुओ बोली। तो जेतेबेले जिहुदा से जीशु ख्रीष्टंकर सहित थिबा सत्वे आश्चर्य कर्म देखुची, से निजे अनुभव करुची, से सबू करुची, किंतु कौनसी ना कौनसी तार आत्मा भीतर को धीरे लोभ पशि जाइछि। आउ से लोभर आत्मा को जिहुदा हृदय भितरे साउंटिकी रखी से ऊपर देखाणिया हेगी से जीशुंकर सहित सबु किछि करुची। शिष्य माने भाभी पारुनांती, जानी पारुनांती मोर प्रिय मंडली, किंतु जीशु ख्रीष्ट जे अंतर्जामी, जीशु ख्रीष्ट जे आममानकर मस्तकर तळिबा पर्यंत देखंती, जीशु ख्रीष्ट जे आममानकर गुप्त पाप भी देखंती, जीशु ख्रीष्ट जे आममानकर सदा सर्वदा सबु बेले रहंती। जीशु ख्रीष्ट जिहुदा को भल भाबरे जानिथिले। ए जेतेबेले धरेई देले आ जीशु ख्रीष्ट को विचार को निया जाउची, से सांगे सांगे क्रंदन करुछंती, छाती रे मारी उछंती, मु केते बड़ भूल कर देली, मु से निर्दोषर आत्मा को आज लोकंक हस्तर समर्पण कर देली, मु केते बड़ दोष कर देली। से अनुताप कले, किंतु से जीशु ख्रीष्टंक निकट को क्षमा मागिबा न जाई, से जीशु ख्रीष्टंकर गोड़ तले न पड़ी, से जीशु ख्रीष्टंकर पाखकु न जाई, से दौड़ी देबा पई चली गले। से अनुताप कले सत, किंतु से परिवर्तन कले नहीं। जुनेशं को जेतेबेले कुहा गला जे तुमे निनिबी की जाओ, आउ जेतेबेले से तर्शीश जाउछंती, आउ से डरर मारे जहाजर मध्य भागरे जाइकी शयन करिछंती। जेतेबेले जहाज टळमळ हेबाकू लागिला, लोक माने समस्ते प्राण विकल रे प्राण भय रे से माने सेमानंकर आसबा पत्र, सेमानंकर बैग पटा लुगा पटा जहा सबु नहीं की जाउछन, सेई सबु से माने पानी रे फोपाड़ीबा आरंभ कले। किंतु से आपणकर सेई लुगा बुजुळा सेई टंका बुजुळा द्वारा जहाज टळमळ होउ नै, किंतु टळमळ होउची से जहाज भितरे जे सोईछि। बेले बेले
ଆମମାନଙ୍କର ଖ୍ରୀଷ୍ଟିଆନ ଜୀବନରେ କାହିଁକି ଟଳମଳର ପରିସ୍ଥିତି ଆସୁଛି? ଆମମାନଙ୍କର ଖ୍ରୀଷ୍ଟିଆନ ପରିବାରରେ କାହିଁକି ଟଳମଳର ପରିସ୍ଥିତି ଆସୁଛି? ଆମମାନଙ୍କର ଖ୍ରୀଷ୍ଟ ମଣ୍ଡଳୀରେ କାହିଁକି ଟଳମଳର ପରିସ୍ଥିତି ଆସୁଛି? ଆମେ ଯେଉଁ ମଣ୍ଡଳୀରେ ପ୍ରଭୁ ପରମେଶ୍ୱରଙ୍କର ସେବା କରୁଛୁ, ଆରାଧନା କରୁଛୁ, ସେଇ ମଣ୍ଡଳୀରେ ପୁଣି କାହିଁକି ଟଳମଳ? ଯୋଉ ପରିବାର ଅନବରତ ସ୍ୱାମୀ ସ୍ତ୍ରୀ ପିଲାମାନଙ୍କର ସହିତ ସେବା ଉପାସନା କରୁଛନ୍ତି, ଆରାଧନା କରୁଛନ୍ତି, ସ୍ତୁତି ପ୍ରଶଂସା କରୁଛନ୍ତି, ଉପବାସରେ ଯୋଗ ଦଉଛନ୍ତି, ସେଇ ପରିବାର କାହିଁକି ଟଳମଳ? ସେଇ ବ୍ୟକ୍ତି ବିଶେଷଙ୍କର ଗୋଟିଏ ବ୍ୟକ୍ତିର ଜୀବନ, ଯୋଉ ବ୍ୟକ୍ତି ସବୁବେଳେ ପ୍ରଚାର କରୁଛି, ଗୀତ ଗାଉଛି, ଆରାଧନା କରୁଛି, ପ୍ରିସାଇଡିଂ କରୁଛି, ବେଳେ ବେଳେ ତା ମନରେ ମଧ୍ୟ କାହିଁକି ଏଇ ଟଳମଳ ପରିସ୍ଥିତି? ଯେହେତୁ ସେଇଦିନ ଯେମିତି ଜାହାଜର ଟଳମଳ କରିବା ବ୍ୟକ୍ତି ଜାହାଜର ମଧ୍ୟ ଭାଗରେ ରହିଯାଇଛି, ଆମମାନଙ୍କର ମନ ଭିତରେ ବି ଯଦି କୌଣସି ଭଉଣୀ 2 ବର୍ଷ ତଳେ କିଛି କହିଦେଇଛି, ଆମମାନେ ଏମିତି ଖ୍ରୀଷ୍ଟିଆନ ଯେ ତାର ସେଇ 2 ବର୍ଷର ତଳର କଥାକୁ ହୃଦୟ ଭିତରେ ଗଣ୍ଠି ପକେଇକି ରଖି ଆମେ ଅନ୍ୟ ମା ମାନଙ୍କୁ କହୁଛୁ। କିଏ ଯଦି ପଚାରିଦେବେ, କାଇ ଗୋ ଏବେ କଥା ହେଉଚାସ୍ କି? मी कथा ଏତିକି ସା ଜୁଣ୍ଟା ମଗେ କୁହାଚେ ମୋର ପାଖାଇଲେ ଖିଆ ଯାଚେ କିନ୍ତୁ ଟଣ୍ଡାଇଲି ତ ମି ଟଣ୍ଡାଇଲେ। ଆମମାନଙ୍କର ଖ୍ରୀଷ୍ଟିଆନ ଧର୍ମ ଏଇ ପ୍ରକାର। ଆମମାନେ କ୍ଷମା ଦେବା ପାଇଁ ନାରାଜ। ସେ କୌଣସି ଗୋଟିଏ କଥା କହିଦେଇଛି 2 ବର୍ଷ ତଳେ ବୋଲି ସେଇ କଥାକୁ ଆମମାନେ ଗଣ୍ଠି ପକେଇକି ହୃଦୟ ଭିତରେ ରଖିଛୁ, ଆଉ ଆମମାନେ କ୍ଷମା ଦେବା ପାଇଁ ନାରାଜ, ଆଉ ଆମମାନେ ସ୍ତୁତି ପ୍ରଶଂସା ହାଲେଲୁୟା କରୁଛୁ। ଆମମାନଙ୍କର ପୁଅ ଝିଅ ମାନେ କୌଣସି ଭୁଲ କରି ଯଦି ପଳେଇ ଆସିଛନ୍ତି, ଯଦି କିଛି ଚମତ୍କାର ହେଇଗଲା, ତାହେଲେ ଘରରେ ମଧ୍ୟ ଉଳସ୍ଥଳ ହେଇଯାଉଛି, ପ୍ରାର୍ଥନା ଜୀବନ ଉଭେଇ ଯାଉଛି, ପ୍ରେମର ଜୀବନ ଉଭେଇ ଯାଉଛି, ଆମମାନେ ଚିନ୍ତିତ ଏବଂ ବ୍ୟତିବ୍ୟସ୍ତ ହେଇଯାଉଛୁ। ଠିକ ସେମିତି ସେଇଦିନ ଜାହାଜରେ ଯେତେ ଜଣ ଯାତ୍ରା କରୁଛନ୍ତି, ସେମାନେ ସମସ୍ତେ ସେମାନଙ୍କର ଆସବା ପତ୍ର ଫୋପାଡୁଛନ୍ତି ପାଣିକୁ, କାଳେ ଜାହାଜ ସୁସ୍ଥିରକୁ ଆସିବ, ଆମମାନେ ସମସ୍ତେ ବଞ୍ଚିଯିବା। କିନ୍ତୁ ଯେତେବେଳେ ଖୋଜୁ ଖୋଜୁ ଅଶ୍ଲୀ ଲୋକକୁ ପାଇପାରିଲେ, ସେ ନିଜେ ଆମମାନେ ଜୁନେଶଙ୍କୁ ଧନ୍ୟବାଦ ଦେବା କଥା। ସେ କହିଲେ, ତୁମେ ଯେତେ ତୁମର ଗାଡି ଚଲେଇବା ଅଭିଜ୍ଞତା ତୁମେ ପ୍ରୟାସ କଲେ ବି ତୁମେ ଏଇ ଟଳମଳକୁ ରଖିପାରିବ ନାହିଁ। ତୁମେ କାହିଁକି ବେକାରରେ ତୁମର ଜିନିଷ ପତ୍ର ସବୁ ଫୋପାଡୁଛ? ଯେହେତୁ ଅଶ୍ଲୀ ବ୍ୟକ୍ତି ମୁଁ, ଯେତେବେଳେ ପର୍ଯ୍ୟନ୍ତ ମତେ ଫୋପାଡିବ ନାହିଁ, ଜାହାଜ କୌଣସି ପ୍ରକାର ସୁସ୍ଥିରକୁ ଆସିବ ନାହିଁ। ଆଉ ଯେତେବେଳେ ଜୁନେଶଙ୍କୁ ଫୋପାଡ଼ି ଦିଆଗଲା, ଜାହାଜ ସୁସ୍ଥିର ହେଲା, ଆଉ ଧୀରେ ଆଗରୁ ଯେମିତି ଚାଲୁଥିଲା ସେଇ ଜାହାଜ ତାର ନିର୍ଦ୍ଦିଷ୍ଟ ସ୍ଥଳକୁ ସେ ଧୀରେ ଧୀରେ ଗତି କରିବା ଆରମ୍ଭ କଲା। ଆଜି ଆମମାନଙ୍କର ଖ୍ରୀଷ୍ଟିଆନ ଜୀବନରେ ସେଇ ଜୁନେଶଙ୍କ ପରି କୌଣସି କାର୍ଯ୍ୟ ରହି ଆମମାନଙ୍କର ବ୍ୟକ୍ତିଗତ ଜୀବନକୁ ହୁଳସ୍ଥୁଳ କରୁନାହିଁ। ଆମମାନଙ୍କର ପରିବାରରେ ଆଉ ଆମମାନଙ୍କର ଖ୍ରୀଷ୍ଟିଆନ ଜୀବନରେ ସେ ଜୁନେଶଙ୍କ ପରି ଗୁପ୍ତ ପାପ ଆମମାନେ ହୃଦୟ ଭିତରେ ରଖିନୁ। କାରଣ ସେଇଦିନ ଜୁନେଶ ପ୍ରଭୁଙ୍କର ଅନାଜ୍ଞାବହ ହେଇକି ସେ ଚାଲି ଯାଉଥିଲା। ସେ ଭାବୁଥିଲା, ବୋଧେ ମୁଁ ଏଇ ଜାହାଜରେ ଲୁଚିକି ପଳେଇଲେ ମୁଁ ପାର ହେଇଯିବି ପରା। ମନେ ରଖନ୍ତୁ, ଆପଣ ମାନେ ଆଉ ମୁଁ ଯୋଉ ପ୍ରଭୁ ପରମେଶ୍ୱରଙ୍କର ସେବା କରୁଛୁ, ସେ ତନଖି ସବୁ ଦେଖୁଛନ୍ତି। ମୋର ରକ୍ତରେ କ୍ରୀତ ଲୋକମାନେ କୋଉଠିକି ଯାଉଛନ୍ତି, କାହିଁକି ସେ ପରିବାର ଆଜି ହୁଳସ୍ଥୁଳ ହଉଛି, କାହିଁକି ସେ ପୁଅ ଆଜି ବିଶୃଙ୍ଖଳା ଜୀବନ ଯାପନ କରୁଛି, କାହିଁକି ସେ ମଣ୍ଡଳୀରେ ଆଜି ଶାନ୍ତି ନାହିଁ, କାହିଁକି ସେ ପରିବାରରେ ଆଜି ଶାନ୍ତି ନାହିଁ। ଆଉ ଏଇ ଇସ୍କାରିୟତ ଜିହୁଦା ମଧ୍ୟ ଯେତେବେଳେ 63 ରୂପେ ମୁଦ୍ରାରେ ଯୀଶୁ ଖ୍ରୀଷ୍ଟଙ୍କୁ ଧରେଇ ଦେଲା, ତାର ମନ ବି ଏତେ ଉଥଲ ପୁଥଲ ହେଲା, ସେ ନିଜକୁ ପିଟି ହେଉଛି, ମାରି ହେଉଛି, କାନ୍ଦୁଛି ଯେ ମୁଁ ଗୋଟେ ନିର୍ଦ୍ଦୋଷ ରକ୍ତକୁ ଆଉ ଦୋଷାରୋପ କରିଦେଇଛି। ସେମାନେ କିଛି ସମୟ ପରେ ତାଙ୍କୁ କ୍ରୁଶରେ ହତ କରିବେ। ଆଉ ସେ ଅନୁତାପ କଲା ସତ, କିନ୍ତୁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନିକଟକୁ ଦୌଡ଼ି ଗଲା ନାହିଁ। କିନ୍ତୁ ବାଇବଲରେ ଆମମାନଙ୍କର ସମସ୍ତଙ୍କର ଅତି ପ୍ରିୟ, ଅତି ଆଦରଣୀୟ ପୁସ୍ତକ ଅଛି। ସେ ଅନୁତାପ କଲା, ସେ ଅନୁତାପ କଲା, ଆଉ ସେ ମନ ପରିବର୍ତ୍ତନ କଲା।
ଇସ୍କରିତ ଜିହୁଦା ଅନୁତାପ କଲା କିନ୍ତୁ ମନ ପରିବର୍ତ୍ତନ କରିପାରିଲା ନାହିଁ। କିନ୍ତୁ ଏଇ ବ୍ୟକ୍ତି ସେ ଅନୁତାପ କଲେ ଆଉ ମନ ପରିବର୍ତ୍ତନ କରି ପିତାଙ୍କ ନିକଟକୁ ଆସୁଛନ୍ତି। ଲୁକ ଲିଖିତ ସୁସମାଚାର ତାରି 15ର 17 ଏବଂ 18 ପଦ ଟିକେ ପଢି ଦିଅନ୍ତୁ। ମାତ୍ର ସେ ଚେତନା ପାଇ କହିଲା, ମୋର ବାପାଙ୍କର କେତେ ମୂଲ୍ୟାଙ୍କର ଖାଦ୍ୟ ବଳି ପଡୁଅଛି, କିନ୍ତୁ ମୁଁ ଏଠାରେ ଭୋକରେ ମରୁଅଛି। ମୁଁ ଉଠି ମୋର ବାପାଙ୍କ ପାଖକୁ ଯିବି ଓ ତାଙ୍କୁ କହିବି, ବାପା, ଈଶ୍ୱରଙ୍କ ବିରୁଦ୍ଧରେ ଓ ତୁମ୍ଭ ଦୃଷ୍ଟିରେ ମୁଁ ପାପ କଲି। ଆଉ ଏଇ ପୁଅ ବାଲ୍ୟ କାଳରୁ ଯେତେବେଳେ ସକାଳୁ ଶୋଇ ଉଠୁ ଉଠୁ ସେ ଯୋଉଠି ବସୁଛି, ଯୋଉଠି ଶୋଇଛି ତା ପାଖକୁ ବେଡଟି ପଳଉଥିଲା। ଶୋଇ ଉଠି ବ୍ରଶ ଫ୍ରଶ କଲା ପରେ ଜଳଖିଆ ଯାଉଥିଲା। ଏଇ ପ୍ରକାର କେତେ ବର୍ଷ ଅଭ୍ୟାସଗତ ହେଲା ପୁଅ ଯେତେବେଳେ ବାପାଙ୍କର ବାଧ୍ୟ ହେଇକି ବାପାଙ୍କଠୁ ସେ ଦୂର ଦେଶକୁ ଚାଲି ଯାଉଛି, ସେ ଏତେ କଷ୍ଟ ଅନୁଭବ କରୁଛି, ସେ ଏତେ ଯନ୍ତ୍ରଣା ଅନୁଭବ କରୁଛି। କଥା ହେବା ପାଇଁ ତାର ପାଟି ଫୁଟୁନାହିଁ, ପାଟି ପାଣି ବୁନ୍ଦେ ପାଇଁ ଶୁଖି ଯାଉଛି, ପାଟି ଲାଗି ଯାଉଛି। ସେ ଗୋଟିଏ ଗଛ ମୂଳରେ ବସି ଚିନ୍ତା କରୁଛି। ସେ ଅନୁତାପ କରୁଛି ଯେ ମୋର ବାପାଙ୍କ ପାଖରେ ଯେ କେତେ ମୂଲ୍ୟ ମାନଙ୍କର ଖାଇବା ବଳି ପଡୁଛି, ମାତ୍ର ମୁଁ ଏଠି ଭୋକରେ ମରୁଛି। ମୁଁ କି ଅନ୍ୟାୟ ଲୋକ, ମୁଁ କି ବିଚିତ୍ର ଲୋକ। ମୁଁ ଉଠି ମୋ ବାପାଙ୍କ ପାଖକୁ ଚାଲିଯିବି। ମୁଁ ଏଇଠି ରହିପାରିବିନି। ମୁଁ ଯଦି ଏଇଠି ରହିବି ମୁଁ ମରିଯିବି କାଳେ, କାରଣ ମୁଁ ପାଣି ବୁନ୍ଦେ ପାଇଁ ତରସୁଛି। ମୋର ବସ୍ତ୍ର ସବୁ ଗନ୍ଧିଆ ହେଲାଣି, ମୋର ପାଦରେ ଆଉ ଜୋତା ନାହିଁ। ମୁଁ କଣ କରିବି? ସେ ଅନୁତାପ କଲା, ଭୁରି ଭୁରି ଅନୁତାପ କଲା। ଗଛ ମୂଳରେ ତାର ନା ଛତା ଅଛି, ଆଉ ଝାଳ ବାହାରି ପଡୁଛି। ପାଣି ବୁନ୍ଦେ ପାଇଁ ସେ ଚିନ୍ତିତ, ବ୍ୟତିବ୍ୟସ୍ତ। ଆଉ ଖାଇବା ପାଇଁ ସେ ଭୋକ, ତାର ଦୁଇ ପେଟ ମିଶି ଯାଉଛି। ଆଉ ସେ ଅନୁତାପ କରି କହିଲା, ନାଇଁ, ମୁଁ ଉଠି ମୋ ବାପାଙ୍କ ପାଖକୁ ଚାଲିଯିବି। କହିବି, ବାପା, ତୁମ ବିରୁଦ୍ଧରେ, ଈଶ୍ୱରଙ୍କର ବିରୁଦ୍ଧରେ ମୁଁ ପାପ କରିଅଛି, ମତେ କ୍ଷମା କର। କାରଣ ଆମମାନଙ୍କର ପିତା ସେ ସମସ୍ତଙ୍କ ଠାରୁ ଅଲଗା ପିତା ଅଟନ୍ତି। ଆମମାନଙ୍କର ପିତାଙ୍କର ପ୍ରେମ ସବୁ ପ୍ରେମ ଠାରୁ ଶ୍ରେଷ୍ଠ ପ୍ରେମ ଅଟେ। ଆମମାନଙ୍କର ପିତାଙ୍କର କ୍ଷମା ସବୁ କ୍ଷମା ଠାରୁ ଭିତରେ ରଖିକି ଉପରେ କହିବା କ୍ଷମା ନାହିଁ। ସେ ସମ୍ପୂର୍ଣ୍ଣ ପୋଛିକି କ୍ଷମା ଦିଅନ୍ତି। ଆଉ ସେ ଆମମାନଙ୍କର ଅଶ୍ରୁକୁ ପୋଛି ଦିଅନ୍ତି। କେତେବେଳେ? ଯେତେବେଳେ ଲୋକେ ଅନୁତାପ କରି ପରିବର୍ତ୍ତନ କରି ତାଙ୍କ ପାଖକୁ ଚାଲି ଆସନ୍ତି। ଇସ୍କରିତ ଜିହୁଦା ଅନୁତାପ କଲା, କିନ୍ତୁ ମନ ପରିବର୍ତ୍ତନ କରି ସେ ଯୀଶୁଙ୍କ ପାଖକୁ ଆସି ପାରିଲା ନାହିଁ। ଆଉ ଦୌଡ଼ି ଦେବାକୁ ଚାଲିଗଲା। କିନ୍ତୁ ଅପବ୍ୟୟ ପୁତ୍ର ପିତାଙ୍କର ସବୁ କିଛି ସମ୍ପତ୍ତି ଅପବ୍ୟୟ କରିବା ପରେ ମଧ୍ୟ ସେ ଅନୁତାପ କଲା। ଆଉ ସେ କହିଲା, ପିତା, ମୁଁ ପିତାଙ୍କ ନିକଟକୁ ଯିବି। ଆଉ ସେ ଉଠିଲା, ତାର ଜାଗାକୁ ପରିବର୍ତ୍ତନ କଲା। ତାର ଶରୀରରେ ବସ୍ତ୍ର ଗନ୍ଧୁଛି, ତାର ପାଦରେ ପାଦୁକା ନାହିଁ, ତାର ହାତରେ ଥିଲା ମୁଦି ମଧ୍ୟ ତାର ସାଙ୍ଗମାନେ ଟାଣି ଉଟାରି ବିକି ସବୁ ଏସୁ ଆରାମରେ ସାରି ଦେଇଛନ୍ତି। କିନ୍ତୁ ସେ ଧୈର୍ଯ୍ୟର ସହିତ, ସାହସର ସହିତ ବଳ ଖେଟେଇକି ସେ ପିତାଙ୍କ ଆଡକୁ ବାହାରୁଛି। ବାଇବଲରେ ଯଦି ଯୀଶୁ ଖ୍ରୀଷ୍ଟଙ୍କୁ ଦୌଡେଇଛି, ଯଦି ପିତାଙ୍କୁ ଦୌଡେଇଛି, ହୋଲ ବାଇବଲରେ ଏଇଠି ହିଁ ଗୋଟିଏ ବାକ୍ୟ ଲେଖା ଅଛି ଯେ ଦୂରରେ ଥାଉ ଥାଉ ପିତାଙ୍କର ଆଖିକୁ ଧନ୍ୟବାଦ ଦେବା କଥା। ଯେ ଧନ୍ଦଳା ହେଇନି ମୋର ପ୍ରିୟ ମଣ୍ଡଳୀ, ସେ ତାଙ୍କର ପୁଅକୁ ଚିହ୍ନି ପାରୁଛନ୍ତି। ସେ ପୁଅ ଅବସ୍ଥା ବସ୍ତ୍ର ପିନ୍ଧିଥିଲେ ମଧ୍ୟ ଚିହ୍ନି ପାରୁଛନ୍ତି। ପୁଅଙ୍କର ଗୋଡରେ ଚପଲ ନଥିଲେ ମଧ୍ୟ ସେ ଚିହ୍ନି ପାରୁଛନ୍ତି। ପୁଅ ତ ଗଲା ବେଳେ ବୁଟ ସୁଟ ହେଇକି ଯାଇଥିଲା। ପୁଅ ତ ଗଲା ବେଳେ ଚଷମା ଲଗେଇକି ଯାଇଥିଲା। ପୁଅ ତ ଗଲାବେଳେ ହାତରେ ମୁଦି ପିନ୍ଧିକି ଯାଇଥିଲା। ପୁଅ ତ ଗଲା ବେଳେ ଭଲ ବସ୍ତ୍ର ପିନ୍ଧିକି ଯାଇଥିଲା। କିନ୍ତୁ ବୟସ ହେଲେ ବି ବାପାଙ୍କର ଚକ୍ଷୁ ପୁଅକୁ ଚିହ୍ନିବାରେ କୌଣସି ଭୁଲ କରୁନାହିଁ। ଏତେ ସବୁ କଲା ପରେ ବି ଯେତେବେଳେ ସେ କ୍ଷମା ପ୍ରାର୍ଥନା ଚାହିଁ, ସେ ଅନୁତାପ କରି, ସେ ମନ ପରିବର୍ତ୍ତନ କରି ପ୍ରଭୁଙ୍କ ନିକଟକୁ ଆସୁଛି, ନିଜ ପିତାଙ୍କ ନିକଟକୁ ଆସୁଛି, ସେଇ ସମୟରେ ପିତା ଦୌଡ଼ିବା ଆରମ୍ଭ କଲେ। କି ଭୟଙ୍କର ପିତା ଆମ ମାନଙ୍କର।
जदि आम मानकर पुओ जदि आम मानकर अकाउंट रु कि गच्छित संपत्ति कि से माटी कंडी भांगा भुंगी करी जदि गोटे 4-6 हजार धरी भारी जाइछि जदि बापा देखि नांती गाधे आसुछंती आउ तार सांग जदि गाधेइबा पई जाउछंती बाटरे जदि कहिदेबो हई हो तोर पुओ आइलो काय कोन पोसो बुद्धिमंत्री आगे काई क्या बोले मोरा हेले गेलो नाइ आमे जगतर पिता माने एई प्रकार उत्तर देइथान किंतु आम मानकर स्वर्गस्थ पिता सबु बापा मानक ठारु से भयंकर बापा तांकर चक्षुर आगे कौनसी प्रकार अच्छी नहीं कि के रहिबा नहीं जेतेबेले आम माने मन परिवर्तन करिबा आम मानकर जागा को परिवर्तन करिबा सही समय रे ही जेतेबेले आम माने वर्तमान जो परिस्थिति रे अछि आमर मिछ को जदि सत्यतार परिणत करिबा नाही सत्य जदि कहिबा शिखिबा नाही आमने जदि प्रकृत रे प्रेम करिबा शिखिबा नाही आमने जदि प्रकृत रे क्षमा करिबा शिखिबा नाही आमने जदि प्रकृत रे दया देबा शिखिबा नाही ताहेले कौनसी प्रकार आम मानकर ख्रिस्टियन जीवन रे परिवर्तनता पिता देखि पारिबे नाही आम मानकर बयस अधारु अधिक हेलानी आउ केते वर्ष पर्यंत जनकर कथा को नै कि आमे मुंह फुलेई कि थिबा कथा हेई न कि थिबा आमने केते पर्यंत क्षमा न देई कि थिबा आमने केते पर्यंत दया न देखै कि थिबा कारण वाक्य रे लेखा अछि तुम माने जदि क्षमा देबो ताहले तुम मान को क्षमा दिया जीव मने रखंतु जदि नाही मंडली रो मुखिया मानंगु प्राचीन मानंगु डाकी आनी प्रार्थना करो से माने जदि प्रार्थना करी आपनकर पाप क्षमा करी पितांक निकट रे क्षमा मागी पारंती ताहले से मानकर प्रार्थना बदल रे आपण माने आ मु क्षमा प्रार्थी हेई परिबा जदि नाही कौनसी प्रकार आम मान को क्षमा मिलिबो नाही आउ सेई पुओ सेई दिन तार परिस्थिति को बदलेला तार जागा को परिवर्तन कला से अनुताप कला कांदिला पुणी पितांकु स्मरण करी पितांक निकट को जेते बेले आसुछंती पिता दूर रु देखि चिन्हि पारिले आउ से दौड़ीबा आरंभ कले आउ पुओ को गाले लगेइले कुंढेई पकैले तार से वस्त्र गंध वस्त्र को आउ से बारिले नाही से देखिले जे जेते बेले तार हाथ सामुळुछंती तार मुदी नाही हाथ आंगुठी खाली खाली पड़िछि जेते बेले से वस्त्र को देखुछंती पुओ गलाळे केते सफा सुतरा वस्त्र पिंधिकी जाइतिला आउ से वस्त्र वर्तमान मोली धूली हेई जाइछि आउ गोड़ को जेते बेले देखुछंती आउ ता गोड़ रे पादुका मध्य नाही एइठी हम माने शिखिबा दरकार जे प्रत्येक ख्रीष्ट विश्वासी भाई भौणी मानंकु जेते बेले हम माने पितांकर गृह ठारू चली जाऊ जेते बेले सेवा उपासना रु चली जाऊ जेते बेले चर्च गृह को जीवा विमुख हेई जाऊ जेते बेले दान दक्षिणा रु हम माने विमुख हेई जाऊ आपण माने भल वस्त्र पिंधिछंती सत कथा आपण माने आयरन करी वस्त्र पिंधिछंती सत कथा आपण माने नीली लगेई कि वस्त्र को चकमक करी पिंधिछंती सत कथा किंतु जदि क्षमा नाही जदि प्रेम नाही जदि चर्च उपासना को जाउनु जदि प्रार्थना मीटिंग को जाउनु मने रखंतु आपण मानकर वस्त्र मोर वस्त्र प्रभुଙ୍କ दृष्टि रे मोळी हेई जाई अछि जदि दया नाही क्षमा नाही जदि टिके आमे हस्त लंबा करी पारुनु आम मानकर कथा भाषा रे जदि टिके रूटनेस अछि काहा को जदि आघात प्राप्त होउछि प्रभु को जदि आम स्मरण न करी मोर तो प्रभु यथेष्ट देइछि सुस्थ सबल शरीर रे अछि मने रखंतु आम मान को प्रभु जे आंगुठी पिंधैछंती से आंगुठी मध्य विहीन हेई जिवो आम मान किंतु प्रभु चाहुछंती तू जहा भी कर तू परिवर्तन करी मोर निकट को आसी जा तू मो पुओपरा मु तोर पवित्र पुत्र जीशु ख्रीष्टंकर बहुमूल्य रक्त रे मु तते किनिछि निजर करिछि सेइथि पई तू मो निकट को चलिया जेते बेले निकट को प्रभुंकर निकट को लोक माने बाहुडी फेरी जानती प्रभु आनंद रे से दौड़ी आसी से आलिंगन करंती से लोभई पकंती कुंढेई पकंती आउ तांको नूतन वस्त्र रे नूतन पादुका रे पुणी नूतन मुदी रे पुणी नूतन भोज रे सेई बाळुंगा पुओ को जे अपव्यय करी चली जाइथिला तार रिटर्न रे तार मन परिवर्तन रे जदि बापा इते करि पारुछंती आमने जदि आम मानकर
ପ୍ରଭୁଙ୍କର ଦୃଷ୍ଟିରେ ଭୁଲ କରୁଥିବା କାର୍ଯ୍ୟକୁ ଯଦି ପରିବର୍ତ୍ତନ କରି କହିବା ପ୍ରଭୁ ଆଜିଠାରୁ ମୁଁ 5-10 ଦାନ ଦେବା ଶିଖିବି, ପ୍ରଭୁ ଆଜିଠାରୁ ମୁଁ ଅନ୍ୟଙ୍କ ପାଇଁ ପ୍ରାର୍ଥନା କରିବା ଶିଖିବି, ପ୍ରଭୁ ଆଜିଠାରୁ ମୁଁ ଅନ୍ୟଙ୍କର ସେବା ଉପାସନା କରିବା ପ୍ରଭୁ ତୁମ ନିକଟରେ ସେବା ଉପାସନା କରିବାକୁ ପ୍ରଭୁ ଶିଖିବି, ଆଜିଠାରୁ ମୁଁ ଡେଇଲି ଚର୍ଚ୍ଚ ଯିବା ଶିଖିବି, ପ୍ରଭୁ ସେ କେତେ ଆନନ୍ଦ ନ ହେବେ, ସେ କେତେ ଖୁସି ନ ହେବେ ଯେତେବେଳେ ଆମମାନେ ନିଜ ହୃଦୟ ଖୋଲି ପ୍ରଭୁଙ୍କ ନିକଟରେ ରଖି ନ ଦେଉ। ଯୀଶୁ ଖ୍ରୀଷ୍ଟଙ୍କୁ ଦେଖିବା ପାଇଁ ଯକ୍ଷୁ ଯେତେବେଳେ ଚର୍ଚ୍ଚ ଗଛ ଉପରେ ଚଢିଛନ୍ତି, ଯୀଶୁ ଖ୍ରୀଷ୍ଟ ସେଇ ବାଟ ଦେଇକି ଯିବାର ଥିଲା। ଆଉ ଯେତେବେଳେ ଯୀଶୁ ଖ୍ରୀଷ୍ଟ ଯାଉଛନ୍ତି, ଯକ୍ଷୁ ଆଉ ରହିପାରିଲେ ନାହିଁ। ସେ ବିଚାରା ବାଙ୍ଗରା ହେଲେ, କଣ ହେଲା, ସେ ଦେଖିବା ପାଇଁ ଏତେ ହନ୍ତସନ୍ତ, ଆଉ ସେ ନିଜେ ଦୌଡ଼ି ଆଗକୁ ଚାଲିଗଲେ, ସେ କାହାକୁ ପରବା କଲେ ନାହିଁ। ସେ ଏତେ ଗେଡା ଲୋକ କେମିତି ଗଛ ଚଢିଥିବ କିଏ ଜାଣେ, କିନ୍ତୁ ସେଇଟା ତ ଆମେ ଜାଣିପାରୁନୁ। ଲମ୍ବା ଲୋକ ହେଲେ ଦେଇକି ସେ ଗୋଟେ ଶାଖା ଧରି ଆରାମ ସେ ଚଢି ଯାଇଥାନ୍ତେ। କୁଆଡୁ ସେ ପଥର ଫଥର ଯୋଗାଡ କରି ନ ଖେଟବା ଗୋଡକୁ ମଧ୍ୟ ଭଲ କଷ୍ଟେ ସେ ଗଛରେ ଚଢି ଯାଇଛି। କିନ୍ତୁ ସେ ଜାଣୁଛି ବୋଧେ ଯୀଶୁ ମତେ ଦେଖିପାରିବେ ନାହିଁ। କିନ୍ତୁ ଯକ୍ଷ ଜାଣିଛି ଯୀଶୁ ଗୋଟେ ଭୟଙ୍କର ଲୋକ। ସେ ସମସ୍ତ ରୋଗୀ ମାନଙ୍କୁ ସୁସ୍ଥ କରନ୍ତି, ଅଳ୍ପ ଖାଦ୍ୟରେ ବି ହଜାର ହଜାରକୁ ଖୁଆନ୍ତି। ତାକୁ ଟିକେ ଦେଖିବା, ଆଉ ସମାନ ଯୀଶୁ ଖ୍ରୀଷ୍ଟ ଗଛ ମୂଳକୁ ଗଲେ। ଲୋକମାନେ ହଜାର ହଜାର ଅଛନ୍ତି, ଭାବୁଛନ୍ତି ବୋଧେ ଯୀଶୁ ଖ୍ରୀଷ୍ଟ ଆଉ ବୋଧେ ଟିକେ ହାଇ ମାରିବା ପାଇଁ, ହାଲିଆ ମାରିବା ପାଇଁ ଗଲେ, କିନ୍ତୁ ସାଙ୍ଗେ ସାଙ୍ଗେ ଯୀଶୁ ଖ୍ରୀଷ୍ଟ, ଏତେ ଲୋକ ଅଛନ୍ତି ଯୀଶୁ ଖ୍ରୀଷ୍ଟଙ୍କର ଆଗରେ ପଛରେ, କିନ୍ତୁ କିଏ ଜାଣିନାହାନ୍ତି ଯୀଶୁ ଖ୍ରୀଷ୍ଟ ସେ ଆଉ ଆମମାନଙ୍କର ପିମ୍ପୁଡ ମହାଶୟ ଗଛ ଉପରେ ଅଛନ୍ତି। ଆଉ ସାଙ୍ଗେ ସାଙ୍ଗେ ଯୀଶୁ ଖ୍ରୀଷ୍ଟ ଉପରକୁ ମୁହଁ କଲେ, କହିଲେ ଯକ୍ଷ ଶୀଘ୍ର ଓହ୍ଲାଇ ଆସ। ସେ ବିଚାରା ଯେତେବେଳେ ଯୀଶୁଙ୍କର ସ୍ୱର ଶୁଣି ଦେଇଥିବ, ଆଉ ସେ କି ଓହ୍ଲେଇବ, ଗୁବୁ ହେଇ ଡିଁ ଦେଇଥିବ ସେ ଉପରେ। ଲୋକମାନେ ତ ଅଛନ୍ତି ମତେ ଧରିବେ। ସାଙ୍ଗେ ସାଙ୍ଗେ ସେ ଓହ୍ଲେଇ ପଡିଲେ। ଯୀଶୁ ଖ୍ରୀଷ୍ଟଙ୍କୁ ନିଜ ଗୃହକୁ ନେଲା ପରେ ଗୋଟିଏ ଗୋଟିଏ କରି ଖୋଲିକି ସେ ସବୁ କହିଦଉଛନ୍ତି, ପ୍ରଭୁ ମୁଁ ଯଦି ଅନ୍ୟାୟରେ କାହାରି ଠାରୁ କିଛି ନେଇଥାଏ, ତାହେଲେ ମୁଁ ପ୍ରଭୁ ତାକୁ 4 ଗୁଣରେ ଫେରେଇ ଦେବା ପାଇଁ ପ୍ରସ୍ତୁତ ଅଛି। ଏଇ ଲୋକମାନେ ମତେ ଗୋଟେ ପାପୀ ଲୋକ ବୋଲି ମତେ ପ୍ରଭୁ ଚିହ୍ନିଛନ୍ତି, ଆଉ ସେମାନେ କହୁଛନ୍ତି ଯୀଶୁ ଖ୍ରୀଷ୍ଟ ଗୋଟେ ପାପୀ ଲୋକ ଗୃହକୁ ଗଲାଣି। ପ୍ରଭୁ ଏମାନଙ୍କର ନିନ୍ଦା ତାଡନା ମୁଁ କେତେ ସହିବି, କିନ୍ତୁ ଏମାନଙ୍କର ନିନ୍ଦା ତାଡନାରେ ପ୍ରଭୁ ମୁଁ ନୁହଁ, ମୁଁ ସ୍ୱତନ୍ତ୍ର ଜୀବନ ଯାପନ କରୁଛି। ଯେତେବେଳେ ଯକ୍ଷ ନିଜ ହୃଦୟ ଖୋଲି ପ୍ରଭୁଙ୍କ ଆଗରେ ଥୋଇଦେଲେ, ପ୍ରଭୁ କହିଲେ, ଆଜି ଏଇ ଗୃହରେ ପରିତ୍ରାଣ ଉପସ୍ଥିତ ହେଲା। ହାଲେଲୁୟା। ଯେଉଁମାନେ ହୃଦୟ ଖୋଲି ପ୍ରଭୁଙ୍କୁ କହିଦିଅନ୍ତି, ଯେଉଁମାନେ ମନ ପରିବର୍ତ୍ତନ କରି ଅନୁତାପ କରି ଯୀଶୁଙ୍କ ନିକଟକୁ ଚାଲି ଆସନ୍ତି, ସେ କାହାକୁ ମନା କରନ୍ତି ନାହିଁ। କାରଣ ଆମମାନଙ୍କର ସ୍ୱର୍ଗସ୍ଥ ପିତା, ସେ ଏତେ ସୁନ୍ଦର ପିତା, ସେ ଏତେ ମଧୁର ପିତା, ସେ ଏତେ କ୍ଷମାବାନ ପିତା, ସେ ଏତେ ଦୟାଳୁ ପିତା। କେବଳ ମନ ପରିବର୍ତ୍ତନ କରି ତାଙ୍କ ଆଡକୁ ଧାଇଁବାର ଆବଶ୍ୟକତା ଅଛି। ସେଇଦିନ ଜୁନେସ ଜାହାଜର ମଧ୍ୟ ଭାଗରେ ଥିଲା, ତାଙ୍କୁ ଯେତେବେଳେ ଫୋପାଡ଼ି ଦିଆଗଲା, ଜାହାଜ ସୁସ୍ଥିର ଆଡକୁ ଆସିଗଲା। ଆମମାନଙ୍କର ହୃଦୟରେ ଯଦି କୌଣସି କୂଟ କପଟ ହିଂସା ରହିଅଛି, ଆମମାନଙ୍କର ପରିବାରରେ ଯଦି କିଛି ଲୁଚିକି ରହିଅଛି, ଆମମାନଙ୍କର ମଣ୍ଡଳରେ ଯଦି କିଛି ସମସ୍ୟା ରହିଅଛି, ତାହେଲେ ଆସୁ ଆମେ ସେଇ ଜିନିଷକୁ ଯୋଉଟା ପ୍ରଭୁଙ୍କ ଦୃଷ୍ଟିରେ ଘୃଣ୍ୟଜନକ, ତାହା ଉପାଡ଼ି ଫୋପାଡ଼ି ଦେଉ। ଆମମାନଙ୍କର ଆତ୍ମିକତାର ଜୀବନକୁ ଶୃଙ୍ଖଳାକୁ ଆଣୁ, ଆମମାନଙ୍କର ପରିବାରକୁ ଶୃଙ୍ଖଳାକୁ ଆଣିବା। କହିବା, ପ୍ରଭୁ ତୁମେ ମୋ ହୃଦୟକୁ ଆସ, ତୁମେ ମୋ ପରିବାରକୁ ଆସ। ଆମମାନେ କହିବା ଆଗରୁ ପ୍ରଭୁ ଆମମାନଙ୍କୁ ସେ ଆଶୀର୍ବାଦ କରିବେ। ସେ ଦୌଡ଼ିବେ ଆମମାନଙ୍କର ପାଇଁ, ଆମମାନଙ୍କର ପୁତ୍ର କନ୍ୟା ମାନଙ୍କ ପାଇଁ, ଆମମାନଙ୍କର ପରିବାର ପାଇଁ, ଆମମାନଙ୍କର ମଣ୍ଡଳୀ ପାଇଁ। କାରଣ ସେ ହେଉଛନ୍ତି ସ୍ୱର୍ଗସ୍ଥ ପିତା। ସେ କରୁଣାରେ ଭରପୁର, ଦୟାରେ ମହାନ, କ୍ଷମାରେ ମହାନ। ପ୍ରେମ ତାଙ୍କର କହିଲେ ଅତ୍ୟୁକ୍ତି ହେବ ନାହିଁ। ସର୍ବଜଗତର ସବୁଠାରୁ ଉତ୍କୃଷ୍ଟ ପ୍ରେମ ହଉଛି ତାହାଙ୍କର। ତେଣୁ ଆସୁ ଆମମାନେ ସମସ୍ତେ ଅନୁତାପ କରିଛୁ ସତ, କିନ୍ତୁ ମନ ପରିବର୍ତ୍ତନ କରି ଯଦି ଭିତରେ କିଛି ଅଛି ପ୍ରଭୁଙ୍କର ବିରୁଦ୍ଧର ଚରଣର କାର୍ଯ୍ୟ, ତାହାକୁ ପରିତ୍ୟାଗ କରିବା, କ୍ଷମା ଦେବା, ପ୍ରେମ ବାଣ୍ଟିବା, ଦୟା ଦେଖେଇବା,
ଆଉ ପିତାଙ୍କୁ କହିବା ପିତା ମୁଁ ତୁମ ନିକଟକୁ ଆସିଅଛି ଆଉ ସେ ଆମମାନଙ୍କୁ ପରିତ୍ରାଣରେ ଭରିଦେବେ ଆମମାନଙ୍କର ପରିବାରକୁ ସେ ପରିତ୍ରାଣ ଦେଇଦେବେ ଆମମାନଙ୍କର ସବୁ କାର୍ଯ୍ୟରେ ସେ ସୁସ୍ଥିରତା ଆଣିଦେବେ ସେ ହେଉଛନ୍ତି ଯୀଶୁ ଖ୍ରୀଷ୍ଟ ସେଇଦିନ ଅପବିୟ ପୁତ୍ର ସେ ଅପବିୟରେ ସବୁ ଉଡେଇ ଦେଲା ସତ କିନ୍ତୁ ଯେତେବେଳେ ଅନୁତାପ କରି ମନ ପରିବର୍ତ୍ତନ କରି ପିତାଙ୍କ ନିକଟକୁ ଆସିଗଲା ପିତା ଏତେ ଖୁସି ଆନନ୍ଦ ଅନୁଭବ କଲେ ଯେ ସେ କୁଣ୍ଢେଇ ପକେଇଲେ ଆଜି ମଧ୍ୟ ଆମମାନଙ୍କର ସ୍ୱର୍ଗସ୍ଥ ପିତା ସେ ଦୁଇ ହାତ ପ୍ରସାରି ସେ ଜଗିଛନ୍ତି ତୁମମାନଙ୍କର ଗୁପ୍ତ ପାପ ତୁମମାନଙ୍କର ପୂର୍ବ ଅଭ୍ୟାସର ପାପ ତୁମେ ସବୁ ପରିତ୍ୟାଗ କରି ମୋ ନିକଟକୁ ଆସ ମୁଁ ତୁମକୁ ଆଲିଙ୍ଗନ କରିବା ପାଇଁ ମୁଁ ଜଗି ବସିଅଛି ମଣ୍ଡଳୀରେ ଆପଣମାନଙ୍କୁ ଘୃଣା କରିପାରନ୍ତି ଗ୍ରାମରେ ଆପଣମାନେ ସମସ୍ତଙ୍କ ଦୃଷ୍ଟିରେ ଛୋଟ ହେଇ ନ ପାରନ୍ତି କିନ୍ତୁ ମୁଁ ଗୋଟିଏ କଥା କହି ସମାପ୍ତ କରିବା ପାଇଁ ଚାହେଁ ଆମମାନଙ୍କର ପ୍ରଭୁ ଯୀଶୁ ଖ୍ରୀଷ୍ଟ ସେ ସବୁବେଳେ ଆମମାନଙ୍କର ଫେରନ୍ତା ତାଙ୍କ ନିକଟକୁ ଫେରିବା ଅପେକ୍ଷାରେ ଅଛନ୍ତି ତେଣୁ ଆସୁ ଆମମାନେ ନିକଟକୁ ଯିବା କହିବା ପ୍ରଭୁ ମୋର ବିଗତ ଦିନ ମାନଙ୍କରେ ଯଦି ତୁମର ବିରୁଦ୍ଧାଚରଣ କରିଛି ପ୍ରଭୁ ଜଣାତରେ କି ଅଜଣାତରେ ମୁଁ ଯଦି ତୁମକୁ ଆଘାତ ପହଞ୍ଚେଇଛି ପ୍ରଭୁ ତୁମର ସେଇ କ୍ଷମାରେ ମତେ କ୍ଷମା ଦିଅ ତୁମର ସେଇ ଦୟାରେ ମତେ ତୁମେ ଦୟା କର ଆଉ ତୁମର ସେଇ ପ୍ରେମରେ ପ୍ରଭୁ ମତେ ପ୍ରଭୁ ଧରି ନିଅ ଆଉ ସେଇ ପିତା ଯୋଉଦିନ ସେଇଦିନ ଅପବିୟ ପୁତ୍ରକୁ ଆଲିଙ୍ଗନ କଲେ ଆଉ ସବୁ କିଛି ନୂତନ ବସ୍ତ୍ର ସହିତ ଭୋଜ ପ୍ରସ୍ତୁତ କଲେ ଆଜି ମଧ୍ୟ ପ୍ରଭୁ ଆମମାନଙ୍କର ରିଟର୍ଣ୍ଣରେ ସେ ଆନନ୍ଦ ମନେଇବା ପାଇଁ ଯାଉଛନ୍ତି ତେଣୁ ଆସୁ ଏଇ ଅଳ୍ପ ବାକ୍ୟରେ ପ୍ରଭୁ ଆପଣ ମାନଙ୍କୁ ଆଉ ମତେ ବହୁଳ ଭାବରେ ଆଶୀର୍ବାଦ କରନ୍ତୁ ଆମମାନେ ପରିବର୍ତ୍ତନ ତାର ଜୀବନ କାଟିବା ପ୍ରଭୁଙ୍କର ଆଜ୍ଞାବହ ହେଇ ତାଙ୍କର ଆଜ୍ଞା ଅନୁସାରେ ତାଙ୍କରି ଗୃହକୁ ଯିବା ପାଇଁ ପ୍ରଚେଷ୍ଟା ଜାରି ରଖିବା ପ୍ରଭୁ ଏ ଅଳ୍ପ ବାକ୍ୟରେ ଶିକ୍ଷାରେ ଆମେ ସମସ୍ତଙ୍କୁ ବହୁଳ ଭାବରେ ଆଶୀର୍ବାଦ କରନ୍ତୁ ଏହି ସମୟରେ ମୁଁ ଦିନ ଦାସଙ୍କୁ ଏହି ସୁନ୍ଦର ସୁଯୋଗ ପିଟର ଭାଇ ଦେଇଥିବାରୁ ମୁଁ ଭାଇ ପିଟରଙ୍କ ନିକଟରେ ମଧ୍ୟ ଅଶେଷ ଅଶେଷ କୃତଜ୍ଞତା ଜ୍ଞାପନ କରେ ସମସ୍ତଙ୍କୁ ନମସ୍କାର ବହୁତ ବହୁତ ଧନ୍ୟବାଦ ଆଜ୍ଞା ଆପଣ ଦୟା ଶାନ୍ତି ପ୍ରେମ ଏଭରିଡେ ବସ୍ ଜଗତରେ ପରସ୍ପର ପ୍ରେମ ସମସ୍ତ ବିଷୟରେ ଆମକୁ ଅତି ସୁନ୍ଦର ବାକ୍ୟ ଦେଇଥିବାରୁ ପ୍ରଭୁଙ୍କୁ ବହୁତ ଧନ୍ୟବାଦ ଦେବା ସହିତ ରିଅଲ ମିନିଷ୍ଟ୍ରି ଇଣ୍ଡିଆ ପକ୍ଷରୁ ମଧ୍ୟ ଆମେ ଆପଣଙ୍କୁ ଏମିତି ମାନେ ଆପଣ ଆମମାନଙ୍କୁ ଆସନ୍ତୁ ଆମମାନଙ୍କୁ ଉତ୍ସାହମୂଳକ ବାକ୍ୟ ଦେଇ ପରିଚିତ ଥ୍ୟାଙ୍କ ୟୁ ସାର୍ ପ୍ରେଜ୍ ଦ ଲର୍ଡ ଆସନ୍ତୁ ମାନେ ବାକ୍ୟ ନିମନ୍ତେ